नमस्कार ମୁଁ ଆପଣଙ୍କ ପ୍ରଭାସ ସ୍ୱାଗତ କରୁଛି ଆଜିକାର କାର୍ଯ୍ୟକ୍ରମକୁ। ହଁ ଆଜ୍ଞା, ମୁଁ ଆଜି ଆସି ପହଞ୍ଚି ଯାଇଛି ତ୍ରିପୁରାରେ ଥିବା ପ୍ୟାଲେସ ରେ। ତ ଆପଣମାନଙ୍କୁ ମୁଁ ଦେଖିବାକୁ ଚାହିଁବି ଏ ପ୍ୟାଲେସ ଆଉ ବୁଲିବି ଏବଂ ଆପଣମାନେ ମଧ୍ୟ ଦେଖେଇବି। ତେବେ ଆସନ୍ତୁ। 1899ରୁ 1901 ମଧ୍ୟରେ ଅଗ୍ରତାଲାରେ ମହାରାଜା ରାଧାକିଶୋର ମାଣିକ୍ୟଙ୍କ ଦ୍ୱାରା ଏହି ଉଜ୍ଜୟନ୍ତ ପ୍ରାସାଦ ନିର୍ମିତ ହୋଇଥିଲା। ଏକ ଚମତ୍କାର ଇଣ୍ଡୋ ସାର୍ସେନିକ ଆଶ୍ଚର୍ଯ୍ୟଜନକ ସ୍ଥାନ, ଯାହାକୁ ନୋବେଲ ପୁରସ୍କାର ବିଜେତା ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ୱାରା ଉଜ୍ଜୟନ୍ତ ନାମିତ। ଏହି ପ୍ରାସାଦକୁ ମାର୍ଟିନ ଇଣ୍ଡୋ ସାର୍ସେନିକ ଶୈଳୀରେ ଡିଜାଇନ କରିଥିଲେ, ଯେଉଁଥିରେ ମୋଗଲ, ରୋମାନ ଏବଂ ବ୍ରିଟିଶ ପ୍ରଭାବର ମିଶ୍ରଣ ଦେଖାଯାଉଛି। ଦୁଇ ମହଲା ବିଶିଷ୍ଟ ପ୍ରାସାଦରେ ତିନୋଟି ବଡ଼ ଗମ୍ବୁଜ 86 ଫୁଟ ବା 26 ମିଟର ଟାୱାର ଉପରେ ଅବସ୍ଥିତ। ଉଜ୍ଜୟନ୍ତ ପ୍ରାସାଦ ପରିସର ପ୍ରାୟ 1 କିଲୋମିଟର ବା 250 ଏକର ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ଏଥିରେ ସିଂହାସନ କକ୍ଷ, ଦରବାର କକ୍ଷ, ପାଠାଗାର ଏବଂ ସ୍ୱାଗତ କକ୍ଷ ଭଳି ସାର୍ବଜନୀନ କକ୍ଷ ଅନ୍ତର୍ଭୁକ୍ତ। ଉଦ୍ୟାନର ଉଭୟ ପାର୍ଶ୍ୱରେ ଦୁଇଟି ବଡ଼ ବଡ଼ କୃତ୍ରିମ ପୁଷ୍କରିଣୀ ଅଛି, ଯାହା ପୁଷ୍କରିଣୀ ଏବଂ ଝରଣା ସହିତ ସଜ୍ଜିତ। ଉଜ୍ଜୟନ୍ତ ପ୍ରାସାଦ ନିକଟରେ ଅନେକ ହିନ୍ଦୁ ମନ୍ଦିର ଜମି ଅଧିକାର କରିଛନ୍ତି, ଯାହା ଲକ୍ଷ୍ମୀ ନାରାୟଣ, ଉମା ମହେଶ୍ୱରୀ, କାଳୀ ଏବଂ ଜଗନ୍ନାଥଙ୍କ ପ୍ରତି ଉତ୍ସର୍ଗୀକୃତ। ଦେଖୁଥିବେ ମୁଁ ଏବେ ଅଛି ଯୋଉ ତ୍ରିପୁରାର ଯୋଉ ପ୍ୟାଲେସ ରହିଛି ସେଇଥିରେ ମୁଁ ଅଛି, ଯୋଉଟାକୁ ଏବେ ଷ୍ଟେଟ ମ୍ୟୁଜିୟମ ତାଙ୍କର ହେଇଯାଇଛି। ତ ଆପଣ ଦେଖୁଥିଲେ, ତ ସେ ଭିତରକୁ କ୍ୟାମେରା ଆଲାଉ ନାହିଁ, ତେଣୁ ମୁଁ ବାହାରୁ ଆପଣଙ୍କୁ ଦେଖଉଛି ଯୋଉ ପ୍ୟାଲେସଟି। ଏବେ ମଧ୍ୟ ସନ୍ଧ୍ୟା ହେଇଗଲାଣି, ତ ସନ୍ଧ୍ୟାର ଦୃଶ୍ୟ ମଧ୍ୟ ଆପଣମାନଙ୍କୁ ମୁଁ ଦେଖେଇବି। ନିଶ୍ଚିତ ଭାବରେ ଆପଣମାନେ କେବେ ଆସନ୍ତୁ ଏବଂ ଭିତର ଦୃଶ୍ୟକୁ ଦେଖି ଯାଆନ୍ତୁ। ନିଶ୍ଚିତ ଭାବରେ ଭଲ ଲାଗିବ, କାରଣ ଏଠି ତ୍ରିପୁରାର ବହୁତ ପୁରୁଣା ଜିନିଷ ରହିଛି। ଯେମିତି ଆମର ଷ୍ଟେଟ ମ୍ୟୁଜିୟମ ଓଡ଼ିଶାରେ ମଧ୍ୟ ଯେମିତି ରହିଛି, ଏଠି ସେମିତି ବହୁତ କିଛି ପ୍ରାଚୀନ ପୋଷାକ, ଯେମିତିକି ଆମର ବୌଦ୍ଧଙ୍କ ମୂର୍ତ୍ତି ଏବଂ ପ୍ରାଚୀନ ମୁଦ୍ରା ଏବଂ ଯୋଉ ଆର୍ମି ର ଅସ୍ତ୍ରଶସ୍ତ୍ର, ରାଜାଙ୍କର ଅସ୍ତ୍ରଶସ୍ତ୍ର, ଏମିତି ବିଭିନ୍ନ ପ୍ରକାର ପୋଷାକ, ବାଉଁଶର କୁଲା, ଟସର, ଏମିତି ବହୁତ ଜିନିଷ ରହିଛି। ପଥରର ଗଣେଶ, ଏମିତି ବହୁତ କିଛି ରହିଛି ଯୋଉଟା ଆପଣ ଦେଖିବାକୁ ପାଇବେ। ତ ନିଶ୍ଚିତ ଭାବରେ ଆପଣମାନେ ଆସନ୍ତୁ ଆଉ ଦେଖି ଯାଆନ୍ତୁ ଏଇ ଷ୍ଟେଟ ମ୍ୟୁଜିୟମକୁ। ଉଜ୍ଜୟନ୍ତ ପ୍ୟାଲେସ ହେଉଛି ଭାରତୀୟ ତ୍ରିପୁରା ରାଜ୍ୟର ରାଜ୍ୟ ସଂଗ୍ରହାଳୟ ଏବଂ ତ୍ରିପୁରା ଗଡ଼ଜାତ ରାଜ୍ୟର ପୂର୍ବତନ ରାଜପ୍ରାସାଦ। ଏଥିରେ 1973ରୁ 2011 ମଧ୍ୟରେ ରାଜ୍ୟ ବିଧାନସଭା ଅବସ୍ଥିତ ଥିଲା ଏବଂ ଏହି ବିଧାନସଭା ଅଗ୍ରତାଲାର 6 କିମି ବା 3.7 ମାଇଲ ଉପରେ ଏକ ନୂତନ ସ୍ଥାନକୁ ସ୍ଥାନାନ୍ତରିତ ହୋଇଥିଲା। ଅକ୍ଟୋବର 1949 ମସିହାରେ ତ୍ରିପୁରାର ଭାରତ ଡୋମିନିଅନ ସହିତ ମିଶ୍ରଣ ହେବା ପର୍ଯ୍ୟନ୍ତ ଏହା ମାଣିକ୍ୟଙ୍କ ପ୍ରମୁଖ ବସସ୍ଥାନ ଥିଲା। ପ୍ରାସାଦଟି 1972ରୁ 73 ମସିହାରେ ତ୍ରିପୁରା ସରକାର ରାଜପରିବାର ଠାରୁ 2.5 ନିୟୁତ ଟଙ୍କାରେ କିଣାଯାଇଥିଲା। ଏହି ପ୍ୟାଲେସ ମୁଖ୍ୟତଃ ଉତ୍ତର ପୂର୍ବ ଭାରତରେ ବାସ କରୁଥିବା ସମ୍ପ୍ରଦାୟଗୁଡ଼ିକର ଜୀବନଶୈଳୀ, କଳା, ସଂସ୍କୃତି, ପରମ୍ପରା ଏବଂ ହସ୍ତଶିଳ୍ପ ପ୍ରଦର୍ଶନ କରେ। ତା ସହିତ ମାଣିକ୍ୟ ରାଜବଂଶର ଅନେକ ପଥର ମୂର୍ତ୍ତି ମଧ୍ୟ ପ୍ରଦର୍ଶନ କରେ। ସମ୍ଭାବ୍ୟ ଭୂମିକମ୍ପ କ୍ଷତିକୁ ରୋକିବା ପାଇଁ ପ୍ରାସାଦ ଭୂକମ୍ପୀୟ ପୁନଃନିର୍ମାଣ କରାଯାଇଥିଲା ଏବଂ 25 ସେପ୍ଟେମ୍ବର 2013ରେ ଉପରାଷ୍ଟ୍ରପତି ମହମ୍ମଦ ହମିଦ ଅନସାରୀଙ୍କ ଦ୍ୱାରା ଏହାକୁ ରାଜ୍ୟ ସଂଗ୍ରହାଳୟ ଭାବରେ ଉଦ୍ଘାଟନ କରାଯାଇଥିଲା। ତ୍ରିପୁରା ସରକାର ପ୍ରାରମ୍ଭରେ ପ୍ରାସାଦକୁ ତ୍ରିପୁରା ରାଜ୍ୟ ସଂଗ୍ରହାଳୟ ଭାବରେ ନାମିତ କରିବାକୁ ଯୋଜନା କରିଥିଲେ। ତ୍ରିପ୍ରାର ଆଦିବାସୀ ଜାତୀୟବାଦୀ ଦଳ INPT ଉପରାଷ୍ଟ୍ରପତି ଅନସାରୀଙ୍କ ନିକଟରେ ପ୍ରତିବାଦ କରିଥିଲେ। ତ୍ରିପୁରାର ସିଂହାସନର ପ୍ରଯୋଜକ ପ୍ରଦ୍ୟୋତ ବିକ୍ରମ ମାଣିକ୍ୟ ଦେବବର୍ମା ମଧ୍ୟ ଯୋଜନାବଦ୍ଧ ନାମକରଣ ବିରୁଦ୍ଧରେ କହିଥିଲେ। ଜବାବରେ ତ୍ରିପୁରା ସରକାର
ମୂଳ ନାମ ରଖିବାକୁ ଏବଂ ସଂଗ୍ରହାଳୟ ପରିସରରେ ମହାରାଜା ରାଧା କିଶୋର ମାଣିକ୍ୟଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। 2023 ମସିହାରେ ପ୍ରାସାଦକୁ ଆହୁରି ପୁନରୁଦ୍ଧାର କରାଯାଇଥିଲା। ଆଜିକାର ଅଧ୍ୟାୟଟି ଆପଣଙ୍କୁ କେମିତି ଲାଗିଲା ନିଶ୍ଚିତ ଭାବରେ କମେଣ୍ଟ ବକ୍ସରେ ଜଣାଇବେ। ଯଦି ଆପଣ ମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିନାହାନ୍ତି ତ ନିଶ୍ଚିତ ଭାବରେ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ ଆଇକନଟିକୁ ନିଶ୍ଚିତ ଭାବରେ ଦବାଇ ଦିଅନ୍ତୁ, ଯାହା ଫଳରେ କି ଏମିତି ଅନେକ ଭିଡିଓ, ଅନେକ ଘଟଣା, ଅନେକ ସ୍ଥାନକୁ ଆପଣମାନଙ୍କୁ ମୁଁ ବୁଲି ଦେଖେଇବି। ତେବେ ଆଜି ପାଇଁ ଏତିକି, ରହୁଛି ମୁଁ ପ୍ରଭାସ, ନମସ୍କାର।